ନୟାଗଡ଼ ବ୍ଲକ ଅନ୍ତର୍ଗତ ବାଲୁଗାଁ ଜାମୁପଣି ଡାହୁକା ଜଳସେଚନ ପ୍ରକଳ୍ପ ନିକଟରେ ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁଙ୍କୁ ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟେଇ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ନୟାଗଡ଼ ବିଧାୟକ ଡକ୍ଟର ସାହୁ ସାମ୍ବାଦିକମାନଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଜିଲ୍ଲାପାଳ ଜଣେ ଭଲ ଲୋକ ହୋଇଥିବାରୁ ସାମ୍ବାଦିକମାନଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ। ଏହା ନୟାଗଡ଼ ମାଟି ପାଇଁ ଗର୍ବ ଓ ଗୌରବର କଥା। ସାରା ଓଡ଼ିଶାରେ ଏଭଳି ପରମ୍ପରା ନିଆରା। ନୟାଗଡ଼ ଯାହା କରେ ଏହାକୁ ସାରା ଓଡ଼ିଶା ଅନୁସରଣ କରେ ବୋଲି ଡକ୍ଟର ସାହୁ ବକ୍ତବ୍ୟ ରଖିଥିଲେ। ଲୋକମାନଙ୍କର ବହୁ ସମସ୍ୟା ଧୈର୍ଯ୍ୟର ସହ ସମାଧାନ କରିଥିବାରୁ ଜିଲ୍ଲାପାଳଙ୍କୁ ସେ ସାଧୁବାଦ ଜଣାଇଥିଲେ। ସାମ୍ବାଦିକ ଭବନ ପକ୍ଷରୁ ସାମ୍ବାଦିକମାନେ ଜିଲ୍ଲାପାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ଜଗନ୍ନାଥ ମୂର୍ତ୍ତି ସହ ଜିଲ୍ଲାପାଳଙ୍କୁ ମୁକୁଟ ପିନ୍ଧାଇ ସମ୍ବର୍ଦ୍ଧନା କରାଯାଇଥିଲା। ଏ ଅବସରରେ ଜିଲ୍ଲାପାଳ ସାମ୍ବାଦିକ ଭବନର ସମସ୍ତ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ନୟାଗଡ଼ରେ ସେ ଯେଉଁ ଆଶଙ୍କା କରିଥିଲେ ଏହା ଭୁଲ ପ୍ରମାଣିତ ହେଲା ବୋଲି ପ୍ରକାଶ କରିଥିଲେ। ସେ ନୟାଗଡ଼ରେ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର ନୟାଗଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଥିବାରୁ ସେ କିଭଳି କାର୍ଯ୍ୟ କରିବେ ଚିନ୍ତାରେ ରହିଥିଲେ। ନୟାଗଡ଼ ଜିଲ୍ଲାବାସୀଙ୍କର ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ସେ ନିଜକୁ ଗର୍ବ ଅନୁଭବ କରିଥିଲେ। ନୟାଗଡ଼ରେ ସେ କାମ କରିବା ଭିତରେ ନୟାଗଡ଼ ପାଇଁ ସର୍ବଭାରତୀୟ ସ୍ତରରେ 2 କୋଟି ସମ୍ମାନ ଆଣିଥିବାରୁ ସେ ନିଜକୁ ଗର୍ବ ଅନୁଭବ କରିଥିଲେ। ଏହା ସହିତ ତାଙ୍କ ନିଜ କାର୍ଯ୍ୟରେ ଯଦି କିଛି ଭୁଲ ରହିଥାଏ ଜିଲ୍ଲାବାସୀ କ୍ଷମା କରିଦେବେ ବୋଲି ପ୍ରକାଶ କରିଥିଲେ। ନୟାଗଡ଼ ସାମ୍ବାଦିକ ଭବନ ପକ୍ଷରୁ ସଭାପତି ବୈଦ୍ୟଭୂଷଣ ମହାପାତ୍ର ସଭା ପରିଚାଳନା କରିଥିଲେ। ସାମ୍ବାଦିକ ରାମକୃଷ୍ଣ ରଥ ସ୍ୱାଗତ ଅଭିଭାଷଣ ରଖିଥିଲେ। ସାମ୍ବାଦିକ ହୁସେନ ଖାଁ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏ କାର୍ଯ୍ୟକ୍ରମରେ ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ଏ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ନୟାଗଡ଼ରୁ ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।